About 6 months later, 6 ମାସ ପରେ about 6 months later 6 ମାସ ପରେ when my grandparents were visiting relatives in Lucknow। ଶୁଣ ପିଲାମାନେ, ଆମେ ଆ ପୂର୍ବ କ୍ଲାସରେ ଯେତେବେଳେ ଜେଜେବାପା ଟିମୋଥିକୁ ଗୋଟିଏ ଚିଡ଼ିଆଖାନାରେ ଛାଡ଼ି ଆସିଛନ୍ତି ସେତେବେଳେ ଆମେ ସେଇ ବିଷୟରେ ଜାଣିଥିଲେ। ଆଜି ଆମେ ଏହି ପାର୍ଟ 3ଟିକୁ ଏ ଟାଇଗର ଇନ୍ ଦ ହାଉସ୍ର ପାର୍ଟ 3କୁ ପଢ଼ିବା। ଏବାଉଟ୍ 6 months later, ପ୍ରାୟ 6 ମାସ ପରେ when my grandparents were visiting relatives in Lucknow, ଯେତେବେଳେ ମୋର ଜେଜେବାପା ଆଉ ଜେଜେମା grandparents were visiting relatives in Lucknow, ଆମର ଲକ୍ଷ୍ନୌରେ ଥିବା ବନ୍ଧୁବାନ୍ଧବଙ୍କ ଘରକୁ ଯାଇଥିଲେ। grandfather took the opportunity of calling at the zoo to see how Timothy was getting on। ଜେଜେବାପା ସେହି ସୁଯୋଗ ହାତ ଛଡ଼ା କଲେ ନାହିଁ, ଯାହାକି ଯଦି ଲକ୍ଷ୍ନୌ ଯାଇଛନ୍ତି ସେଇ ଚିଡ଼ିଆଖାନାରେ ସେ ସେହି ସମୟରେ କ'ଣ କରିବେ, ଟିମୋଥି କିଭଳି ବଢ଼ୁଛି, ଟିମୋଥି କିପରି ଅଛି ତାହା ଦେଖିବା ପାଇଁ ଯାଇପାରିବେ ବୋଲି ଏଇ ସୁଯୋଗଟି ପାଇଥିଲେ। ଆଇ ୱାଜ୍ ନଟ୍ ଦେୟାର ଟୁ ଆକମ୍ପାନି ହିମ୍, ମୁଁ ତାଙ୍କ ସହିତ ସେଠାରେ ନଥିଲି। ବଟ୍ ଆଇ ହାର୍ଡ଼ ଅଲ୍ ଏବାଉଟ୍ ଇଟ୍ ହ୍ୱେନ୍ ହି ରିଟର୍ଣ୍ଣ ଟୁ ଡେହରା, ମୁଁ କିନ୍ତୁ ଶୁଣିଲି ଏଇ ବିଷୟରେ ସବୁ, ଯେଉଁ ବାଘକୁ ଭେଟିଲେ ଜେଜେବାପା ସେଇ ବିଷୟରେ ସବୁ ଯେତେବେଳେ ସେ ଡେରାକୁ ଫେରିଲେ। ତାପରେ ଜେଜେବାପା ଏହି କାହାଣୀଟି କହିଛନ୍ତି। ଜୁରେ କ'ଣ ହେଲା ସେଇ କାହାଣୀଟି କାହାକୁ କହିଛନ୍ତି, ଲେଖକଙ୍କୁ କହିଛନ୍ତି ଏବଂ ଲେଖକ ତାହା ବର୍ଣ୍ଣନା କରିଛନ୍ତି। ଏସବୁ କଥା ଶୁଣିଲି। ତାପରେ ଜେଜେବାପା କ'ଣ କ'ଣ କହିଲେ ଏଇ ପାରାରେ ଲେଖା ହେଇଛି। ଆରାଇଭିଂ ଆଟ୍ ଦ ଜୁ, ଜୁରେ ପହଞ୍ଚି grandfather made straight for the particular cage in which Timothy had been locked up। ଜୁରେ ପହଞ୍ଚି arriving at the zoo, grandfather made straight for the particular cage in which Timothy had been locked up। grandfather made straight, ସିଧା ଚାଲିଲେ, ଜେଜେବାପା ସିଧା ଚାଲିଲେ to the particular cage, ସେହି ନିର୍ଦ୍ଦିଷ୍ଟ ଯନ୍ତା ପାଖକୁ in which Timothy had been locked up, ଯେଉଁଠାରେ ଟିମୋଥିକୁ ରଖାଯାଇଥିଲା। ପୂର୍ବରୁ ଜେଜେବାପା ଯେଉଁଠି ରଖିକି ଯାଇଥିଲେ। ଦ ଟାଇଗର ୱାଜ୍ ଦେୟାର, ବାଘଟି ସେଠାରେ ଥିଲା। କ୍ରାଉଚ୍ଡ ଇନ୍ ଏ କର୍ଣ୍ଣର, ଗୋଟେ କୋଣରେ ଆଣ୍ଠୁମାଡ଼ି ବସିଥିଲା। ଫୁଲ୍ ଗ୍ରୋନ୍ ଆଣ୍ଡ ୱିଥ୍ ମ୍ୟାଗ୍ନିଫିସେଣ୍ଟ ଷ୍ଟ୍ରାଇପେଡ୍ କୋଟ୍, ଫୁଲ୍ ଗ୍ରୋନ୍ ବହୁତ ବଡ଼ ହୋଇଯାଇଥିଲା। ୱିଥ୍ ଏ ମ୍ୟାଗ୍ନିଫିସେଣ୍ଟ ଷ୍ଟ୍ରାଇପେଡ୍ କୋଟ୍, ଗୋଟେ ଚମତ୍କାର, ଗୋଟେ ଆକର୍ଷଣୀୟ, ମ୍ୟାଗ୍ନିଫିସେଣ୍ଟ ଗୋଟେ ଚମତ୍କାର ଆକର୍ଷଣୀୟ ପଟପାଟ ଦାଗରେ ଚମଡ଼ାରେ ତା ଦେହ ଆଚ୍ଛାଦିତ ହୋଇଯାଇଥିଲା। ହେଲୋ ଟିମୋଥି ସେଡ୍ ଗ୍ରାଣ୍ଡଫାଦର ଆଣ୍ଡ କ୍ଲାଇମ୍ବିଂ ଦ ମେଲିଂ ୱିଥ୍ ଇଜି ହି ପୁଟ୍ ହିଜ୍ ଆର୍ମ ଥ୍ରୋ ଦ ବାର୍ସ ଅଫ୍ ଦ କେଜ୍। ହେଲୋ ଟିମୋଥି, ଟିମୋଥିକୁ ଅଭିବାଦନ ଜଣାଇଲେ। ସେଡ୍ ଗ୍ରାଣ୍ଡଫାଦର, ଜେଜେବାପା ଟିମୋଥିକୁ ଅଭିବାଦନ ଜଣାଇଲେ ଟିମୋଥି କହିକି। କ୍ଲାଇମ୍ବିଂ ଦ ମେଲିଂ ୱିଥ୍ ଇଜି, ଯେଉଁ ଉପରକୁ ସିଡ଼ି ପଡ଼ିଥିବାରେ ସହଜରେ ଚଢ଼ି, ହି ପୁଟ୍ ହିଜ୍ ଆର୍ମ ଥ୍ରୋ ଦ ବାର୍ସ ଅଫ୍ ଦ କେଜ୍, ସେ ନିଜ ହାତକୁ, ନିଜ ବାହୁକୁ ବା ହାତକୁ ସେଇ ଯନ୍ତାର ଯେଉଁ ଫାଟକ ଥିଲା, ଯନ୍ତାର ବାଡ଼ ଥିଲା, ସେଥିରେ ହାତ ଦୁଇଟିକୁ ଭର୍ତ୍ତି କଲେ। ଦ ଟାଇଗର ଆପ୍ରୋଚ୍ଡ ଦ ବାର୍ସ, ସେ ବାଘଟି ପାଖକୁ ଆସିଲା ବା ସେଇ ଯନ୍ତାର ବାଡ଼ ପାଖକୁ ଆସିଲା। ଆଣ୍ଡ ଆଲାଉଡ୍ ଗ୍ରାଣ୍ଡଫାଦର ଟୁ ପୁଟ୍ ବୋଥ୍ ହ୍ୟାଣ୍ଡସ୍ ଆରାଉଣ୍ଡ ହିଜ୍ ହେଡ୍, ଏବଂ ଜେଜେବାପାଙ୍କୁ ଅନୁମତି ଦେଲା ଯେପରି ସେ ନିଜର ଦୁଇ ହାତ ତା ମୁଣ୍ଡ ଉପରେ ରଖିପାରିବେ। ପୁଟ୍ ଅର୍ଥ ରଖିବା, ପୁଟ୍ ବୋଥ୍ ହ୍ୟାଣ୍ଡସ୍ ଆରାଉଣ୍ଡ ହିଜ୍ ହେଡ୍। ଗ୍ରାଣ୍ଡଫାଦର ଷ୍ଟ୍ରୋକ୍ଡ ଦ ଟାଇଗର ଫୋରହେଡ୍ ଆଣ୍ଡ ଟିକ୍ଡ ହିଜ୍ ଇୟର, ଜେଜେବାପା ବାଘଟିର ମଥାକୁ ବା କପାଳକୁ ବାଡ଼େଇଲେ, ଧୀରେ ଧୀରେ ଥାପୁଡ଼େଇଲେ। ଆଣ୍ଡ ଟିକ୍ଡ ହିଜ୍ ଇୟର, ଏବଂ ତା କାନକୁ ଆଙ୍ଗୁଠିରେ ଟିକ୍ ଟିକ୍ କଲେ। ଆଣ୍ଡ ହ୍ୱେନ୍ ଏଭର୍ ହି ଗ୍ରୋଲ୍ଡ, ସେ ଯେତେବେଳେ ଗର୍ଜନ କଲା, ବାଘର ରଡ଼ି କଲା, ଯେତେବେଳେ ଗର୍ଜନ କଲା, ସ୍ମାକ୍ଡ ହିମ୍ ଆକ୍ରସ୍ ଦ ମାଉଥ୍, ତା ପାଟି ଚାରିପଟକୁ ଥାପୁଡ଼େଇଲେ। ହ୍ୱିଚ୍ ୱାଜ୍ ହିଜ୍ ଓଲ୍ଡ ୱେ ଅଫ୍ କିପିଂ ହିମ୍ କ୍ୱାଇଟ୍, ଏଇଟା ହେଇଥିଲା ତାଙ୍କର ପୁରୁଣା ଅଭ୍ୟାସ, ଯାହାକି ସେ ଯେତେବେଳେ ବାଘଟି ଗର୍ଜନ କରୁଥିଲା ସେ ତାକୁ ଚୁପ୍ କରିବାର ଏଇଟା ହେଲା ପୁରୁଣା ପନ୍ଥା ତାଙ୍କର ଥିଲା। He licked grandfather's hand only sprang away when leopard in the next cage snarled at him। He licked grandfather's hand, ସେ ଜେଜେବାପାଙ୍କର
ହାତକୁ ଚାଟୁଥିଲା। ଓନ୍ଲି ସ୍ପ୍ରାଙ୍ଗ ଆୱେ ଏବଂ ଛିଟିକି ପଡ଼ୁଥିଲା। ହୁଏନ୍ ଏ ଲିଓପାର୍ଡ ଇନ୍ ଦ ନେକ୍ସଟ କେଜ୍ ପରବର୍ତ୍ତୀ ବା ତା ପାଖରେ ଥିବା ଜନ୍ତାରେ ଗୋଟେ ଲିଓପାର୍ଡ ଯେତେବେଳେ ତାକୁ ତା ଉପରକୁ ଚିତ୍କାର କରୁଥିଲା, ତାକୁ ଯେତେବେଳେ ଗର୍ଜନ କରୁଥିଲା, ସେତେବେଳେ ସେ ଉପରକୁ ଟିକେ ପଳାଉଥିଲା। ଗ୍ରାଣ୍ଡଫାଦର ସୋଡ୍ ଦ ଲିଓପାର୍ଡ ଆୱେ ଜେଜେବାପା ସେ ପାଖରେ ଥିବା ଲିଓପାର୍ଡକୁ ତଡ଼ି ଦେଉଥିଲେ। ଆଣ୍ଡ ଦ ଟାଇଗର ଟର୍ଣ୍ଣ ଟୁ ଲିକ୍ ହିଜ୍ ହ୍ୟାଣ୍ଡସ୍ ଏବଂ ସେ ବାଘଟି ଜେଜେବାପାଙ୍କ ହାତ ଚାଟିବାକୁ ଲାଗୁଥିଲା। ବଟ୍ ଏଭ୍ରି ନାଉ ଆଣ୍ଡ ଦେନ୍ ଲିଓପାର୍ଡ ଉଡ୍ ରସ୍ ଆଟ୍ ଦ ବାଷ୍ଟ ଆଣ୍ଡ ଦ ଟାଇଗର ଉଡ୍ ସ୍ଲିଙ୍କ୍ ବ୍ୟାକ୍ ଟୁ ହିଜ୍ କର୍ଣ୍ଣର। ଏବଂ ପ୍ରତ୍ୟେକ ଥର ଏଭ୍ରି ନାଉ ଆଣ୍ଡ ଦେନ୍ ପ୍ରତ୍ୟେକ ଥର ଦ ଲିଓପାର୍ଡ ସେଇ ଲିଓପାର୍ଡଟି ଉଡ୍ ରସ୍ ଦ ଆଟ୍ ଦ ବାଷ୍ଟ ସେହି ତାରବାଡ଼ ପାଖକୁ ଆସୁଥିଲା ହାରି। ଆଣ୍ଡ ଦ ଟାଇଗର ଉଡ୍ ସ୍ଲିଙ୍କ୍ ବ୍ୟାକ୍ ଟୁ ହିଜ୍ କର୍ଣ୍ଣର ଏବଂ ଏଇ ବାଘଟି ଯାହାକୁ ଜେଜେବାପା ଆଉଁସିଥିଲେ ସେ ପୁଣି ଗୋଟେ କୋଣକୁ ଛିଟିକି ପଳାଉଥିଲା। ଏ ନମ୍ବର ଅଫ୍ ପିପୁଲ had gathered to watch the reunion when a keeper pushed his way through the crowd and asked grandmother what he was doing. A number of people had gathered ଅନେକ ଲୋକ ଏକାଠି ହୋଇଗଲେ to watch the reunion ଏହି ବାଘ ଆଉ ଜେଜେବାଙ୍କର ପୂର୍ଣ୍ଣ ମିଳନକୁ ଦେଖିବା ପାଇଁ ଅନେକ ଲୋକ ସେଠାରେ ଗଦା ହୋଇଗଲେ ବା ଏକାଠି ହୋଇଗଲେ। When a keeper pushed his way through the crowd and grandfather what he was doing and ପଚାରିଲେ ସେତେବେଳେ କ'ଣ ହେଇଛି, ଗୋଟେ କିପର ଗୋଟେ ଜଗୁଆଳି ପୁଷ୍ଟ ହିଜ୍ ୱେ ଥ୍ରୋ ଦ କ୍ରାଉଡ୍ ସେ ଗହଳିକୁ ଏଡ଼େଇ ଏଡ଼େଇ ଆସିଲା ଏବଂ ଜେଜେବାପାଙ୍କୁ ପଚାରିଲା ତୁମେ କ'ଣ କରୁଛ ବୋଲି। ଜେଜେବାପା କ'ଣ କରୁଛନ୍ତି ବୋଲି ତାଙ୍କୁ ପଚାରିଲା। ଆଇ ଆମ୍ ଟକିଂ ଟୁ ଟିମୋଥି ମୁଁ ଟିମୋଥି ସହିତ କଥା ହେଉଛି ସେଡ୍ ଗ୍ରାଣ୍ଡଫାଦର ଜେଜେବାପା କହିଲେ। ୱେୟାର୍ ଆର୍ଣ୍ଟ ୟୁ ହିୟର୍ when I gave him to the Jew 6 months ago ତୁମେ କ'ଣ ଏଠାରେ ନଥିଲ ଯେତେବେଳେ ମୁଁ ତାକୁ ଏଇ ଜୁରେ ଏଇ ଚିଡ଼ିଆଖାନାରେ ଦେଇକି ଯାଇଥିଲି 6 ମାସ ପୂର୍ବରୁ। ଜେଜେବାପା ସେଇ କିପରକୁ କହିଲେ। ଆଇ ହାଭଣ୍ଟ ବିନ୍ ହିୟର୍ ଭେରି ଲଙ୍ଗ୍ ମୁଁ ଏଠାରେ ବହୁତ ଦିନ ହେଲା ନଥିଲି। ସେଡ୍ ଦ ସରପ୍ରାଇଜ୍ଡ କିପର ସେହି ଆଶ୍ଚର୍ଯ୍ୟ ହୋଇଯାଇଥିବା କିପରଟି କହିଲା। ପ୍ଲିଜ୍ କଣ୍ଟିନ୍ୟୁ ୟୁଅର୍ କନଭରଜେସନ୍ ଆପଣଙ୍କର ବାର୍ତ୍ତାଳାପ ବାଘ ସହିତ ଜାରି ରଖନ୍ତୁ। ବଟ୍ I have never been able to touch him myself କିନ୍ତୁ ମୁଁ ତାକୁ ଛୁଇଁବା ପାଇଁ କେବେ ହେଲେ ସାହସ କରିନାହିଁ ବା ସକ୍ଷମ ହୋଇନାହିଁ। ହି ଇଜ୍ ଅଲୱେଜ୍ ଭେରି ବ୍ୟାଡ୍ ଟେମ୍ପର୍ ସେ ସବୁବେଳେ ଭାରି ରାଗି ରହୁଛି। ଏ ନମ୍ବର ଅଫ୍ ପିପୁଲ had gathered to watch the reunion when keeper pushed his way through the crowd and asked grandfather what he was doing କେତେ ଲୋକ ଏକାଠି ହୋଇଗଲେ ଯେହେତୁ ଗୋଟେ ବାଘ ଆଉ ଜେଜେବାପାଙ୍କର କେବେ ହେଲେ ଜଣେ ଲୋକ ଆଉ ଗୋଟିଏ ବାଘର ଏଇଭଳି ପୂର୍ଣ୍ଣମିଳନ ଦେଖାଯାଇନଥାଏ। ସେଇଭଳି ଗୋଟେ ଯେତେବେଳେ ବାଘ ଆଉ ଗୋଟେ ଲୋକ ବା ଜେଜେବାପାଙ୍କର ଏକତା ହେଇଛି ସେତେବେଳେ ଲୋକମାନେ ଏକାଠି ହେଇଗଲେ ଯେଉଁମାନେ ସେଇ ଚିଡ଼ିଆଖାନାକୁ ଦେଖିବାକୁ ଆସିଥିଲେ ଏବଂ ସେହି ସମୟରେ ଏ କିପର ପୁଷ୍ଟ ହିଜ୍ ୱେ ଥ୍ରୋ ଦ କ୍ରାଉଡ୍ ସେଇ ବାଟ ଦେଇକି ଗହଳିକୁ ଏଡ଼େଇ ଏଡ଼େଇ ଗୋଟିଏ ଜଗୁଆଳି ଆସୁଥିଲା। ଆଣ୍ଡ ଆସ୍କଡ୍ ଗ୍ରାଣ୍ଡଫାଦର ହ୍ୱାଟ୍ ହି ୱାଜ୍ ଡୁଇଂ ଏବଂ ଜେଜେବାପାଙ୍କୁ ପଚାରିଲା ଯେ ତୁମେ କ'ଣ କରୁଛ। ଆଇ ଆମ୍ ଟକିଂ ଟୁ ଟିମୋଥି ସେଡ୍ ଗ୍ରାଣ୍ଡଫାଦର ଜେଜେବାପା କହିଲେ ମୁଁ ଟିମୋଥି ସହିତ କଥାବାର୍ତ୍ତା କରୁଛି। ୱେର୍ ନଟ୍ ୟୁ ହିୟର୍ ହ୍ୱେନ୍ ଆଇ ଗେଭ୍ ହିମ୍ ଟୁ ଦ ଜୁ 6 months ago ତୁମେ କ'ଣ ଏଠାରେ ନଥିଲ। ତାହେଲେ ଗ୍ରାଣ୍ଡଫାଦର ହି ୱାଜ୍ ଡୁଇଂ ଜେଜେବାପା କ'ଣ କରୁଛନ୍ତି ବୋଲି ସେ ପଚାରିଲା। ଆଇ ଆମ୍ ଟକିଂ ଟୁ ଟିମୋଥି ସେଡ୍ ଗ୍ରାଣ୍ଡଫାଦର ଜେଜେବାପା କହିଲେ ମୁଁ ଟିମୋଥି ସହିତ କଥାବାର୍ତ୍ତା କରୁଛି। ୱେର୍ ଆର୍ଣ୍ଟ ୟୁ ହିୟର୍ ହ୍ୱେନ୍ ଆଇ ଗେଭ୍ ହିମ୍ ଟୁ ଦ ଜୁ 6 months ago ମୁଁ ଯେତେବେଳେ ଏହି ଟିମୋଥିକୁ ଏଇଠାରେ ଦେଇଥିଲି ତୁମେ ସେତେବେଳେ ଏଠାରେ ନଥିଲ କି। ଆଇ ହାଭଣ୍ଟ ବିନ୍ ହିୟର୍ ଭେରି ଲଙ୍ଗ୍ ମୁଁ ଏଠାରେ ବହୁ ଦିନ ହେଲା ନଥିଲି। ସେଡ୍ ଦ ସରପ୍ରାଇଜ୍ଡ କିପର ସେହି ଆଶ୍ଚର୍ଯ୍ୟ ହୋଇଯାଇଥିବା କିପରଟି କହିଲା। ପ୍ଲିଜ୍ କଣ୍ଟିନ୍ୟୁ ୟୁଅର୍ କନଭରଜେସନ୍ ତୁମ କଥାବାର୍ତ୍ତା ଚାଲୁ ରଖ। ବଟ୍ ଆଇ ହାଭ୍ ନେଭର୍ ବିନ୍ ଏବୁଲ୍ ଟୁ ଟଚ୍ ହିମ୍ ମାଇସେଲ୍ଫ ମୁଁ କେବେ ହେଲେ ତାକୁ ନିଜେ ଛୁଇଁବା ପାଇଁ ଚେଷ୍ଟା କରିନାହିଁ କେବେ ହେଲେ ସକ୍ଷମ ହୋଇନାହିଁ ତାକୁ ଛୁଇଁ ପାରିନାହିଁ। ହି ଇଜ୍ ଅଲୱେଜ୍ ଭେରି ବ୍ୟାଡ୍ ଟେମ୍ପର୍ଡ ସେ ସବୁବେଳେ ରାଗିକି ରହିଥାଏ। ହ୍ୱାଇ ଡୋଣ୍ଟ ୟୁ ପୁଟ୍ ହିମ୍ ସମ୍ ହୋୟାର୍ ଏଲ୍ସ ତୁମେ କାହିଁକି ୟାକୁ ଆଉ ଗୋଟେ ହ୍ୱାଇ ଡୋଣ୍ଟ ୟୁ ପୁଟ୍ ହିମ୍ ସମ୍ ହୋୟାର୍ ଏଲ୍ସ ତୁମେ କାହିଁକି ୟାକୁ ଆଉ କେଉଁଠାରେ ରଖିଦେଉନାହଁ ସଜେଷ୍ଟେଡ୍ ଗ୍ରାଣ୍ଡଫାଦର ଜେଜେବାପା ପ୍ରସ୍ତାବ ଦେଲେ।
that leopard keep frightening him. ସେଇ ଲିଓପାର୍ଡଟି ତାକୁ ଭୟଭୀତ କରିବାରେ ଲାଗି ରହୁଛି ବା ଭୟଭୀତ କରୁଛି। I will go and see the superintendent about it. ମୁଁ ଯିବି ଏବଂ ତୁମର ଚିଡ଼ିଆଖାନାର ମୁଖ୍ୟ ଅଧିକାରଙ୍କୁ ଏହି ବିଷୟରେ କହିବି। ଗ୍ରାଣ୍ଡଫାଦର ୱେଣ୍ଟ ଇନ୍ ସର୍ଚ୍ଚ ଅଫ୍ ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ଦ ଜୁ। ଚିଡ଼ିଆଖାନାର ସୁପରିଣ୍ଟେଣ୍ଡେଣ୍ଟ ବା ମୁଖ୍ୟ ଅଧିକାରୀଙ୍କୁ ଦେଖିବା ପାଇଁ ଖୋଜିବା ପାଇଁ ଜେଜେବାପା ଚାଲିଗଲେ। ବଟ୍ ଫାଉଣ୍ଡ ଦ୍ୟାଟ୍ ହି ହ୍ୟାଡ୍ ଗୋ ହୋମ୍ ଆର୍ଲି। ସେ ଶୀଘ୍ର ଘରକୁ ଯାଇଛନ୍ତି ବୋଲି ଜାଣିବାକୁ ପାଇଲେ। ଆଣ୍ଡ ସୋ ଏବଂ ତେଣୁ ଆଫ୍ଟର ୱାଣ୍ଡରିଂ ଏବାଉଟ୍ ଦ ଜୁ ଫର୍ ଏ ଲିଟିଲ୍ ହ୍ୱାଇଲ୍ ଆଉ କିଛି ସମୟ ସେଇ ଚିଡ଼ିଆଖାନାରେ ବୁଲି ହି ରିଟର୍ନ ଟୁ ଟିମୋଥିସ୍ କେଜ୍ ଟୁ ସେ ଗୁଡ୍ ବାଏ। ସେ ଟିମୋଥିକୁ ଶୁଭ ବିଦାୟ ଜଣାଇବା ପାଇଁ ସେଇ କେଜ୍କୁ ସେଇ ଜନ୍ତାକୁ ପୁଣି ଥରେ ଟିମୋଥି ରହିଥିବା ବା ତାଙ୍କ ଟାଇଗର ରହିଥିବା ଜନ୍ତାକୁ ପୁଣି ଥରେ ଫେରି ଆସିଲେ। ଇଟ୍ ୱାଜ୍ ବିଗିନିଂ ଟୁ ଗେଟ୍ ଡାର୍କ। ଏହା ସନ୍ଧ୍ୟା ହେବା ପାଇଁ ଆସୁଥିଲା ବା ଅନ୍ଧାର ହେବା ପାଇଁ ଆସୁଥିଲା। ହି ହ୍ୟାଡ୍ ବିନ୍ ଷ୍ଟ୍ରୋକିଂ ଆଣ୍ଡ ସ୍ଲାପିଂ ଟିମୋଥି ଫର୍ ଏବାଉଟ୍ 5 minutes ହ୍ୱେନ୍ ହି ଫାଉଣ୍ଡ ଆନାଦର କିପର ଅବଜର୍ଭିଂ ୱିଥ୍ ସମ୍ ଆଲାର୍ମ। ସେ 5 ମିନିଟ୍ ଯାଏଁ ଟିମୋଥିକୁ ଧୀରେ ଧୀରେ ଥାପୁଡ଼ାନ୍ତି ଏବଂ ଚାପୁଡ଼ା ମାରନ୍ତି। ଯେତେବେଳେ ସେ ପାଇଲେ କି ଆଉ ଗୋଟିଏ କିପର ଆଉ ଗୋଟିଏ ଜଗୁଆଳି ତାଙ୍କୁ ଦେଖୁଛି ସତର୍କର ଚାହାଣୀରେ ଦେଖୁଛି। ଗ୍ରାଣ୍ଡଫାଦର ରିକଗ୍ନାଇଜ୍ଡ ହିମ୍। ଜେଜେବାପା ତାକୁ ଚିହ୍ନିଗଲେ ଆଜ୍ ଦ କିପର ହୁ ହ୍ୟାଡ୍ ବିନ୍ ଦେୟାର ହ୍ୱେନ୍ ଟିମୋଥି ହ୍ୟାଡ୍ ଫାର୍ଷ୍ଟ କମ୍ ଟୁ ଦ ଜୁ। ଟିମୋଥି ଯେତେବେଳେ ଜୁରେ ଥିଲା ସେତେବେଳେ ସେଇ କିପର ଜଣକ ସେଇ ଜଗୁଆଳି ଜଣକ ସେଠାରେ ରହୁଥିଲା। ୟୁ ରିମେମ୍ବର ମି। ତୁମେ ମୋତେ ମନେ ରଖିପାରୁଛ କି? ମୋତେ ମନେ ପକାଇ ପାରୁଛ କି? ସେଡ୍ ଗ୍ରାଣ୍ଡଫାଦର। ଜେଜେବାପା ପଚାରିଲେ। ନାଉ ହ୍ୱାଇ ଡୋଣ୍ଟ ୟୁ ଟ୍ରାନ୍ସଫର ଟିମୋଥି ଟୁ ଆନାଦର କେଜ୍। ତୁମେ କାହିଁକି ଟିମୋଥିକୁ ଆଉ ଗୋଟିଏ ଜନ୍ତାକୁ ପଠାଇ ଦେଉନାହଁ ଆଉ ଏ ଫ୍ରମ୍ ଦିସ୍ ଷ୍ଟୁପିଡ୍ ଲିଓପାର୍ଡ। ଏହି ଗଧ ଏ ମୂର୍ଖ ଲିଓପାର୍ଡ ଠାରୁ ତୁମେ କାହିଁକି ଟିମୋଥିକୁ ଆଉ ଗୋଟିଏ କେଜ୍କୁ ଆଉ ଗୋଟିଏ ଜନ୍ତାକୁ ପଠାଇ ଦେଉନାହଁ। ବଟ୍ ସାର୍ ଷ୍ଟାମର୍ଡ ଦ କିପର ଇଟ୍ ଇଜ୍ ନଟ୍ ୟୁର ଟାଇଗର। ସେହି ଜଗୁଆଳିଟି ଥରି ଥରି କହିଲା ମହାଶୟ କିନ୍ତୁ ମହାଶୟ ଏହା ଆପଣଙ୍କର ବାଘ ନୁହେଁ। ଇଟ୍ ଇଜ୍ ନଟ୍ ୟୁର ଟାଇଗର। ଆଇ ନୋ ସେଡ୍ ଗ୍ରାଣ୍ଡଫାଦର ଟେଷ୍ଟିଲି। ହଁ ମୁଁ ଜାଣେ ଜେଜେବାପା ରାଗିକି କହିଲେ। ଆଇ ରିଅଲାଇଜ୍ ହି ଇଜ୍ ନୋ ଲଙ୍ଗର ମାଇନ୍। ହଁ ମୁଁ ବୁଝିପାରୁଛି ଯେ ଏଇ ବାଘଟି ମୋର ଆଉ ହେଇକି ନାହିଁ। ଆଇ ରିଅଲାଇଜ୍ ହି ଇଜ୍ ନୋ ଲଙ୍ଗର ମାଇନ୍। ବଟ୍ ୟୁ ମାଇଟ୍ ଆଟ୍ ଲିଷ୍ଟ ଟେକ୍ ଏ ସଜେସନ୍ ଅର୍ ଟୁ ଫ୍ରମ୍ ମି। କିନ୍ତୁ ତୁମେ ମୋ ଠାରୁ ଗୋଟେ କିମ୍ବା ଦୁଇଟି ପ୍ରସ୍ତାବ ନେଇପାରିବ। ଆଇ ରିମେମ୍ବର ୟୁର ଟାଇଗର ଭେରି ୱେଲ୍ ସେଡ୍ ଦ କିପର। ହି ଡାଏଡ୍ 2 months ago। ମୁଁ ତୁମର ବାଘକୁ ଭଲ ଭାବରେ ମନେ ପକାଇ ପାରୁଛି। ସେ 2 ମାସ ହେଲା ମରିସାରିଲାଣି। 2 ମାସ ହେଲା ମରି ଯାଇଛି। ଡାଏଡ୍ ଏକ୍ସକ୍ଲେମ୍ଡ ଗ୍ରାଣ୍ଡଫାଦର। ଜେଜେବାପା ମରିଗଲା। ଜେଜେବାପା ଯେଉଁ ଭୟରେ କିମ୍ବା ଦୁଃଖରେ ଚିତ୍କାର କଲେ। ୟେସ୍ ସାର୍ ଅଫ୍ ନିମୋନିଆ। ହଁ ସାର୍ ନିମୋନିଆରେ ସେ ମରିଯାଇଛି। ଦ ଟାଇଗର ୱାଜ୍ ଟ୍ରାପ୍ଡ ଇନ୍ ଦ ହିଲ୍ସ ଓନ୍ଲି ଲାଷ୍ଟ ମନ୍ଥ। ଏଇ ବାଘଟି ଆର ମାସରେ କେଉଁଠୁ ପର୍ବତରୁ ଧରା ହେଇଛି। ଆଣ୍ଡ ହି ଇଜ୍ ଭେରି ଡେଞ୍ଜରସ୍। ଏବଂ ସେ ବହୁତ ଭୟଙ୍କର। ଗ୍ରାଣ୍ଡଫାଦର କୁଡ୍ ଥିଙ୍କ ଅଫ୍ ନଥିଙ୍ଗ ଟୁ ସେ। ଜେଜେବାପା ଆଉ କ'ଣ କହିବେ ଚିନ୍ତା କରିପାରିଲେ ନାହିଁ। ଦ ଟାଇଗର ୱାଜ୍ ଷ୍ଟିଲ୍ ଲିକିଂ ହିଜ୍ ଆର୍ମ। ସେ ବାଘଟି ଏପର୍ଯ୍ୟନ୍ତ ମଧ୍ୟ ତାଙ୍କ ହାତ ଚାଟୁଥିଲା। ୱିଥ୍ ଇନକ୍ରିଜିଂ ରିଲିସ୍। ବହୁତ ଖୁସିରେ ବହୁତ ଆନନ୍ଦରେ। ଗ୍ରାଣ୍ଡଫାଦର ଟୁକ୍ ହ୍ୱାଟ୍ ସିମ୍ଡ ଟୁ ହିମ୍ ଆନ୍ ଏଜ୍ ୱିଥଡ୍ର ହିଜ୍ ହ୍ୟାଣ୍ଡସ୍ ଫ୍ରମ୍ ଦ କେଜ୍। ଜେଜେବାପା ଗୋଟିଏ ଯୁଗ ଲାଗିଲା ତାଙ୍କୁ ହାତଟି ତା ପାଟିରୁ ଜନ୍ତାରୁ ବାହାର କରିବା ପାଇଁ। ୱିଥ୍ ହିଜ୍ ଫେସ୍ ନିୟର ଦ ଟାଇଗର୍ସ ହି ମମ୍ବଲ୍ଡ। ସେ ଯେଉଁ ବାଘର ମୁହଁ ପାଖକୁ ତାଙ୍କ ମୁହଁ ନେଇକି କହିଲେ ଗୁଡ୍ ନାଇଟ୍ ଟିମୋଥି। ବିଦାୟ ଟିମୋଥି। ଶୁଭରାତ୍ରି ଟିମୋଥି। ଆଣ୍ଡ ଗିଭିଂ ଦ କିପର ଏ ସ୍କର୍ନଫୁଲ୍ ଲୁକ୍ ୱାକ୍ଡ ବ୍ରିସ୍କଲି ଆଉଟ୍ ଅଫ୍ ଦ ଜୁ। ଏବଂ ସେଇ ଯେଉଁ କିପରଟି ପ୍ରଥମେ ଥିଲା ତାକୁ ଦେଖିକି ସେ ପୁରା ରାଗର ଚାହାଣୀରେ ଦେଖିଲେ ଏବଂ ସେଇ ଜୁରୁ ଶୀଘ୍ର ପଳେଇଲେ। ତରବରିଆ ଭାବେ ପଳେଇଲେ। ତାହେଲେ ଏହି ଏ ଟାଇଗର ଇନ୍ ଦ ହାଉସ୍ ବିଷୟର
ଅଥର ହେଉଛନ୍ତି ରସ୍କିନ୍ ବଣ୍ଡ। ସେ ତାଙ୍କ ଜେଜେବାପାଙ୍କ ଆଉ ଟାଇଗରଙ୍କ ବଣ୍ଡିଙ୍ଗ ବିଷୟରେ ଏଠାରେ ଆଲୋଚନା କରିଛନ୍ତି।